ହଉ ଠିକ ଅଛି ତମରି କଥା ମାଡ଼ି ବସୁଛି ଯଦି ସେ ମାଡ଼ି ବସୁଥିଲେ ତାହେଲେ ତମେ ସେଠି ରହିଲନି ଲୋକମାନଙ୍କୁ ଡାକିକିରି ଗୁଣ୍ଡ କଲନି ତାକୁ ବାଡା ବାଡି କଲନି ତମେ ସେଠୁ ଦୌଡ଼ିକି ପଳେଇଲ କଣ ପାଇଁକା ଝିଅମାନେ ନଥିଲେ ନା ଚିହ୍ନା ପରିଚୟ କିଛି ନୁହେଁ ମୁଁ ଜାଣିନି ସେଟା ଚିହ୍ନା ପରିଚୟ କିନ୍ତୁ ତାଙ୍କ ଘର ବି ସେପଟକୁ ଆମ ଘର ଏଠୁ 15 କିଲୋମିଟର ପରେ 16 କିଲୋମିଟର ପରେ ଆମର ସେଟା ଗଣ୍ଡଗୋଳଟା ହେଲା ସେଠି ହେଲା କି ମାଡ଼ ହେଇଛି ତାଙ୍କ ସହିତ ବାସ୍ ଖାଲି ସେ ଗାଡିରୁ ପଡିଛି ପଡିଲା ଭିତରେ ହିଁ ତାକୁ ବାଡା ବାଡି କରିଥିଲା କିଛି ତ ସେଇ ବାଡା ବାଡି ମାତ୍ର ହଁ 3-4ଟା ଚଟକଣା ବଜେଇଥିବ ଆଉ ଯାହା ତଳେ ପଡି ଖଣ୍ଡିଆ ଖାବରା ତାଙ୍କର ହେଇଛି ଆଉ ନହେଲେ ବେଶୀ କିଛି ହେଇନି ନା 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 କୁଣ୍ଡିଆ କୁଣ୍ଡି କିଛି କରିନି ଖାଲି ତା ଆଗରେ ଠିଆ ହେଇକି ତାକୁ ବାଡେଇଛି ତାକୁ ଏତିକି ଖାଲି ମତେ ଯେହେତୁ ତଣ୍ଟି ଫଣ୍ଟି ଚିପିଲା ମତେ ବି ଏଠି ମାଇଲା କହିଛି ଠିକ ଅଛି କହିଛି ସବୁ ଭୁଲ କହିଛି ସେ ସବୁ ଭୁଲ ବାସ୍ 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 ଆପଣ ବି ଯାଆନ୍ତୁ ଟିକେ ଆପଣ ମାନେ ବି ଟିକେ ଯାଆନ୍ତୁ ତାକୁ ଟିକେ ଭଲସେ ପଚାରନ୍ତୁ କଣ ହେଇଥିଲା କଣ ତମ କଥାବାର୍ତ୍ତା ତ ସମସ୍ତଙ୍କ ଆଗରେ ଗୋଟେ ଆଗରେ ଠିକ ରହୁନାହିଁ ତ ସମସ୍ତଙ୍କ ଆଗରେ ପଚାରନ୍ତୁ କାରଣ ଆମ ପିଲାଟା ମୋ ମାନେ ସେ ମୋ ମାମୁଁ ହିସାବ ରହିବେ ମୋର ଗୋଟେ ଗାଁର ସିଏ ତାକୁ ବି ନ୍ୟାୟ ମିଳିବା ଦରକାର ମୁଁ ଛୁଆ ବେଳୁ ମୋ ଗୋଟେ ଗାଁର ଭାଇ ଲଭ୍ ରିଲେସନସିପ ବିଷୟରେ ସେଇଟା କେମିତି କହିବେ ସେ ମୋଠୁ 32 ବର୍ଷ ସେ 32 ମତେ 20 ବର୍ଷ ମାତ୍ର ମୁଁ ତାଙ୍କୁ 12 ବର୍ଷ ସାନ ସେ ମତେ ଥୋଡି ତାଙ୍କ ଲଭ୍ ଆଉ ପ୍ରାଇଭେଟ ରିଲେସନସିପ ବିଷୟରେ ମତେ କହିବେ କିଛି ସେଇଟା ଥୋଡି ତାଙ୍କ ପ୍ରାଇଭେଟ ମ୍ୟାଟର ଉପରେ ମତେ କହିବେ କି ସେଇଟା ଜିନିଷଟା ସେଇଟା ପଚାରିକି ସେଇ ଜିନିଷଟା ତା ଉପରେ ସେଇଟା କଣ କାମ